ଜଳବାୟୁ କାର୍ଯ୍ୟ ଜଳବାୟୁ ଏବଂ ଜଳବାୟୁ ପରିବର୍ତ୍ତନକୁ ବୁଝିବା। ପୃଥିବୀର ଯାତ୍ରା ପୃଥିବୀର ଯାତ୍ରା କୋଟି କୋଟି ବର୍ଷ ପୁରୁଣା। ସମୟ ସହିତ ପରିବର୍ତ୍ତନ ଏହି ଗ୍ରହକୁ ଏକମାତ୍ର ଜଣାଶୁଣା ଗ୍ରହରେ ପରିଣତ କଲା, ଯେଉଁଠାରେ ଜୀବନ ସମସ୍ତ ବାସସ୍ଥାନ ଏବଂ ଇକୋସିଷ୍ଟମ ସହିତ ବଞ୍ଚିପାରିବା। କିନ୍ତୁ ସମୟ ସହିତ ଆମର କାର୍ଯ୍ୟର ପ୍ରଭାବ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଇଛି। ପୂର୍ବ ଏବଂ ବର୍ତ୍ତମାନ 1900 ଦଶକରୁ ଆମର କାର୍ଯ୍ୟର ପ୍ରଭାବ ଜଳବାୟୁରେ ବ୍ୟାପକ ଏବଂ ସମସ୍ୟାଜନିତ ପରିବର୍ତ୍ତନ ସୃଷ୍ଟି କରୁଛି। ଆସନ୍ତୁ ଜାଣିବା ଜଳବାୟୁ ଏବଂ ପରିବେଶ କିପରି ବଦଳିଗଲା ଏବଂ ସେହି ପରିବର୍ତ୍ତନଗୁଡ଼ିକର ପ୍ରଭାବ ବୁଝିବା। ବିଷୟବସ୍ତୁର ସାରଣୀ। ଜଳବାୟୁ ପରିବର୍ତ୍ତନ। ଜଳବାୟୁ ପରିବର୍ତ୍ତନର କାରଣ। ଜଳବାୟୁ ପରିବର୍ତ୍ତନର ପ୍ରଭାବ। ପୁନର୍ବାର। ଜଳବାୟୁ କ'ଣ? ଜଳବାୟୁ ହେଉଛି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପାଣିପାଗର ଦୀର୍ଘକାଳୀନ ନମୁନା। ପାଣିପାଗ କ'ଣ? ପାଣିପାଗ ଘଣ୍ଟାରୁ ଘଣ୍ଟା, ଦିନକୁ ଦିନ, ମାସରୁ ମାସ କିମ୍ବା ଏପରିକି ବର୍ଷରୁ ବର୍ଷ ବଦଳିପାରେ। ଏକ ଅଞ୍ଚଳର ପାଣିପାଗ ସାଧାରଣତଃ ଅତି କମ୍‌ରେ 30 ବର୍ଷ ଧରି ଟ୍ରାକ୍ କରାଯାଏ। ଏହାର ଜଳବାୟୁ ବିବେଚନା କରାଯାଏ। ଜଳବାୟୁ ପରିବର୍ତ୍ତନ କ'ଣ? ଜଳବାୟୁ ପରିବର୍ତ୍ତନ ପୃଥିବୀର ଜଳବାୟୁ ଢାଞ୍ଚାରେ ଦୀର୍ଘକାଳୀନ ପରିବର୍ତ୍ତନ ବୁଝାଏ। ଏହା ମୁଖ୍ୟତଃ ବାୟୁମଣ୍ଡଳରେ ଥିବା କାର୍ବନ ଡାଇଅକ୍ସାଇଡ୍ ଏବଂ ମିଥେନ୍ ପରି ଗ୍ରୀନ୍ ହାଉସ୍ ଗ୍ୟାସ୍ GHGର ଏକାଗ୍ରତା ଦ୍ୱାରା ହୋଇଥାଏ। ଏହି ଗ୍ୟାସ୍‌ଗୁଡ଼ିକ ସୂର୍ଯ୍ୟଙ୍କଠାରୁ ଉତ୍ତାପକୁ ଟ୍ରାପ୍ କରିଥାଏ, ଯାହାଦ୍ୱାରା ବିଶ୍ୱ ତାପମାତ୍ରାରେ ଧୀରେ ଧୀରେ ବୃଦ୍ଧି ପାଇଥାଏ। ଜଳବାୟୁ ପରିବର୍ତ୍ତନ ପରିବେଶର ବିଭିନ୍ନ ଦିଗକୁ ପ୍ରଭାବିତ କରିଥାଏ। ପାଣିପାଗ ଢାଞ୍ଚା, ଇକୋସିଷ୍ଟମ ଏବଂ ଜଳବାୟୁ ପରିବର୍ତ୍ତନର କାରଣ। GHG ନିର୍ଗମନ। ମାନବ କାର୍ଯ୍ୟକଳାପ ଦ୍ୱାରା ବାୟୁମଣ୍ଡଳରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ। ଜମି ବ୍ୟବହାର ପରିବର୍ତ୍ତନ। ସମୟ ସହିତ ଜମିର ବିଭିନ୍ନ ବ୍ୟବହାର, ଚାଷ, ନିର୍ମାଣ ଇତ୍ୟାଦି। ଜଙ୍ଗଲ ନଷ୍ଟ। ମଣିଷର ବ୍ୟବହାର ପାଇଁ ଜମି ବ୍ୟବହାର କରିବା ପାଇଁ ଗଛ କାଟିବା। କୃଷି ଏବଂ ପଶୁପାଳନ। ଗୋରୁ ଚାଷ ସହିତ ଚାଷ ପ୍ରଣାଳୀ। ଶିଳ୍ପ ପ୍ରକ୍ରିୟା। ଧୂଆଁ, ତରଳ ବର୍ଜ୍ୟ ଇତ୍ୟାଦି ଆକାରରେ କାରଖାନା ମାଧ୍ୟମରେ ନିର୍ଗମନ। ପରିବହନ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଯାନ ବା ପଦ୍ଧତିର ବ୍ୟବହାର। ପ୍ରାକୃତିକ କାରକ। ବାୟୁ, ଜଳ, ଉତ୍ତାପ ଇତ୍ୟାଦି। ଦାୟୀ କାରକ। GHG ନିର୍ଗମନ। ଜଙ୍ଗଲ ନଷ୍ଟ। ଶିଳ୍ପ ପ୍ରକ୍ରିୟା। ପ୍ରାକୃତିକ କାରଣଗୁଡ଼ିକ। ଦାୟୀ କାରକ। ଜମି ବ୍ୟବହାର ପରିବର୍ତ୍ତନ। ପରିବହନ। ଚାଲନ୍ତୁ ବୁଝିବା ପାଇଁ ଗଭୀରକୁ ଯିବା। ଏହି ତିନୋଟି କାର୍ଯ୍ୟକଳାପ କିପରି ଜଡ଼ିତ? ଜୀବାଶ୍ମ ଇନ୍ଧନ ଜାଳିବା। ଶିଳ୍ପ ପ୍ରକ୍ରିୟା। ଜଙ୍ଗଲ ନଷ୍ଟ। ଏହି ତିନୋଟି କାର୍ଯ୍ୟକଳାପ ମୁଖ୍ୟତଃ ମନୁଷ୍ୟ ଦ୍ୱାରା ହୋଇଥାଏ। କିନ୍ତୁ ଏହି ମାନବ କାର୍ଯ୍ୟକଳାପ ଦ୍ୱାରା ଆମେ କ'ଣ କହିବାକୁ ଚାହୁଁ? ସେମାନେ କିପରି ଜଳବାୟୁ ପରିବର୍ତ୍ତନ କରୁଛନ୍ତି? ଜୀବାଶ୍ମ ଇନ୍ଧନର ଜଳିବା। ମାନବ କାର୍ଯ୍ୟକଳାପ
ବିଶେଷ କରି ଶକ୍ତି ଉତ୍ପାଦନ ପାଇଁ କୋଇଲା, ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ପରି ଜୀବାଶ୍ମ ଇନ୍ଧନ ଜାଳିବା ଦ୍ୱାରା ବାୟୁମଣ୍ଡଳରେ ବହୁ ପରିମାଣର ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗତ ହୁଏ। ଯେତେବେଳେ ଏହି ଇନ୍ଧନଗୁଡ଼ିକ ବିଦ୍ୟୁତ୍, ପରିବହନ ଏବଂ ଗରମ ପାଇଁ ଜଳିଯାଏ, ସେତେବେଳେ ସେମାନେ କାର୍ବନ ଡାଇଅକ୍ସାଇଡ୍ ବା CO2, ମିଥେନ୍ ବା CH4 ଏବଂ ନାଇଟ୍ରସ୍ ଅକ୍ସାଇଡ୍ ବା N2O ଉତ୍ପାଦନ କରନ୍ତି। ଏହି ଗ୍ୟାସ୍ ସୂର୍ଯ୍ୟଙ୍କଠାରୁ ଉତ୍ତାପକୁ ଟ୍ରାପ୍ କରି ପୃଥିବୀର ତାପମାତ୍ରାକୁ ବଢ଼ାଇଥାଏ, ଯାହାଦ୍ୱାରା ବିଶ୍ୱ ତାପମାତ୍ରା ବଢ଼ିଥାଏ। ଜୀବାଶ୍ମ ଇନ୍ଧନ ଜାଳିବାର ପ୍ରଭାବ। ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ର ସ୍ତର ବୃଦ୍ଧି ହୋଇଥିବା ଗ୍ରୀନ୍ହାଉସ୍ ପ୍ରଭାବରେ ସହାୟକ ହୋଇଥାଏ, ଯାହାଦ୍ୱାରା ବିଶ୍ୱ ତାପମାତ୍ରା ବୃଦ୍ଧି ପାଇଥାଏ। ଏହାଦ୍ୱାରା ବାରମ୍ବାର ଏବଂ ପ୍ରବଳ ଉତ୍ତାପ ବଢ଼ିଥାଏ, ପାଣିପାଗ ଢାଞ୍ଚାରେ ପରିବର୍ତ୍ତନ ଏବଂ ସମୁଦ୍ର ପତନ ବୃଦ୍ଧି ପାଇଥାଏ। ଜଙ୍ଗଲ ନଷ୍ଟ କରିବା କ'ଣ? କୃଷି, ସହରୀ ବିକାଶ ଏବଂ ଲଗ୍ନ ପାଇଁ ଜଙ୍ଗଲ ସଫା କରିବା ଦ୍ୱାରା କାର୍ବନ ସିକ୍ୱେଷ୍ଟ୍ରେସନ୍ ନାମକ ଏକ ପ୍ରକ୍ରିୟା ମାଧ୍ୟମରେ କାର୍ବନ ଡାଇଅକ୍ସାଇଡ୍ ଶୋଷିବା ପାଇଁ ପୃଥିବୀର କ୍ଷମତା କମିଯାଏ। ବୃକ୍ଷଗୁଡ଼ିକ CO2 କ୍ୟାପଚର ଏବଂ ସଂରକ୍ଷଣ କରି କାର୍ବନ ସିଙ୍କ ଭଳି କାର୍ଯ୍ୟ କରନ୍ତି। ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଏହି ପ୍ରାକୃତିକ ସନ୍ତୁଳନକୁ ବାଧା ଦେଇଥାଏ ଏବଂ ସଂରକ୍ଷିତ ଅଙ୍ଗାରକାମ୍ଳକୁ ପୁନର୍ବାର ବାୟୁମଣ୍ଡଳକୁ ଛାଡ଼ିଥାଏ। ଜଙ୍ଗଲ ନଷ୍ଟ ହେବାର ପ୍ରଭାବ। ଜଙ୍ଗଲ ନଷ୍ଟ ହେବା ଦ୍ୱାରା ବାୟୁମଣ୍ଡଳରେ ଅଧିକ CO2 ସ୍ତରରେ ସହାୟକ ହୋଇଥାଏ, ଯାହା ବିଶ୍ୱ ତାପମାତ୍ରାକୁ ବଢ଼ାଇଥାଏ। ଏହା ମଧ୍ୟ ବାସସ୍ଥାନ ନଷ୍ଟ କରିଥାଏ, ବାୟୋଡାଇଭର୍ସିଟି ନଷ୍ଟ କରିଥାଏ ଏବଂ ସ୍ଥାନୀୟ ଜଳବାୟୁ ଢାଞ୍ଚାରେ ବାଧା ସୃଷ୍ଟି କରିଥାଏ। ଶିଳ୍ପ ପ୍ରକ୍ରିୟା କ'ଣ? ଉତ୍ପାଦନ ଏବଂ ରାସାୟନିକ ଉତ୍ପାଦନ ସହିତ ଶିଳ୍ପ କାର୍ଯ୍ୟକଳାପ ଅଙ୍ଗାରକାମ୍ଳ, ମିଥେନ୍ ଏବଂ ଶିଳ୍ପ ଗ୍ୟାସ୍ ପରି ଗ୍ରୀନ୍ହାଉସ୍ ଗ୍ୟାସ୍ ମୁକ୍ତ କରେ। ଏହି ନିର୍ଗମନଗୁଡ଼ିକ ମୁଖ୍ୟତଃ ଶକ୍ତି ବ୍ୟବହାର, ରାସାୟନିକ ପ୍ରତିକ୍ରିୟା ଏବଂ ବିଭିନ୍ନ ଶିଳ୍ପରେ ବର୍ଜ୍ୟବସ୍ତୁ ନିଷ୍କାସନରୁ ହୋଇଥାଏ। ଶିଳ୍ପ ପ୍ରକ୍ରିୟାର ପ୍ରଭାବ। ଶିଳ୍ପ ଗ୍ରୀନ୍ହାଉସ୍ ଗ୍ୟାସ୍ ରିଲିଜ୍ ଦ୍ୱାରା ଗ୍ରୀନ୍ହାଉସ୍ ପ୍ରଭାବକୁ ବଢ଼ାଇଥାଏ, ଯାହା ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନରେ ସହାୟକ ହୋଇଥାଏ। ଗ୍ରୀନ୍ହାଉସ୍ ପ୍ରଭାବ ବୁଝିବା। ଗ୍ଲୋବାଲ୍ ୱାର୍ମିଂ। ଗ୍ରୀନ୍ହାଉସ୍ ପ୍ରଭାବରେ ବୃଦ୍ଧି। ଗ୍ରୀନ୍ହାଉସ୍ ଗ୍ୟାସ୍। ଗ୍ରୀନ୍ହାଉସ୍ ପ୍ରଭାବ। ପୃଥିବୀର ବାୟୁମଣ୍ଡଳରେ ପ୍ରାକୃତିକ ଭାବରେ ଜଳ, ବାଷ୍ପ, କାର୍ବନ ଡାଇଅକ୍ସାଇଡ୍ ଏବଂ ମିଥେନ୍ ପରି ଗ୍ରୀନ୍ହାଉସ୍ ଗ୍ୟାସ୍ ରହିଥାଏ। ଏଗୁଡ଼ିକ ସୂର୍ଯ୍ୟକିରଣ ବାୟୁମଣ୍ଡଳରେ ପ୍ରବେଶ କରି ପୃଥିବୀ ପୃଷ୍ଠରେ ପହଞ୍ଚିବାକୁ ଅନୁମତି ଦେଇଥାନ୍ତି। ଏହି ପ୍ରାକୃତିକ ଗ୍ରୀନ୍ହାଉସ୍ ପ୍ରଭାବ ପୃଥିବୀରେ ଏକ ସ୍ଥିର ଏବଂ ବାସଯୋଗ୍ୟ ଜଳବାୟୁ ବଜାୟ ରଖିବାରେ ସାହାଯ୍ୟ କରେ। ଗ୍ରୀନ୍ହାଉସ୍ ଗ୍ୟାସ୍ ଏହି ଉତ୍ତାପର କିଛି ଅଂଶକୁ ଟ୍ରାପ୍ କରିଥାଏ, ଏହାକୁ ମହାକାଶକୁ ପଳାଇବାକୁ ବାରଣ କରିଥାଏ। ଗ୍ରୀନ୍ହାଉସ୍ ପ୍ରଭାବର ଲାଭ କ'ଣ? ପ୍ରାକୃତିକ ଗ୍ରୀନ୍ହାଉସ୍ ପ୍ରଭାବ ବିନା ପୃଥିବୀ ଅତ୍ୟଧିକ ଥଣ୍ଡା ହେବ, ଯେପରି ଆମେ ଏହା ଜାଣୁ। ଏହା ଆମ ଗ୍ରହର ହାରାହାରି ତାପମାତ୍ରାକୁ ଆରାମଦାୟକ ପରିସରରେ ରଖେ। ଗ୍ରୀନ୍ହାଉସ୍ ଗ୍ୟାସ୍ କ'ଣ? ଅଙ୍ଗାରକାମ୍ଳ, ମିଥେନ୍, ଓଜୋନ୍, ନାଇଟ୍ରସ୍ ଅକ୍ସାଇଡ୍।
ଉନ୍ନତ ଗ୍ରୀନହାଉସ୍ ପ୍ରଭାବ କ'ଣ? ମାନବ କାର୍ଯ୍ୟକଳାପ, ବିଶେଷ କରି ଜୀବାଶ୍ମ ଇନ୍ଧନ ଜାଳିବା ଏବଂ ଜଙ୍ଗଲ ନଷ୍ଟ ହେବା, ବାୟୁମଣ୍ଡଳରେ ଗ୍ରୀନହାଉସ୍ ଗ୍ୟାସର ଏକାଗ୍ରତାକୁ ଯଥେଷ୍ଟ ବୃଦ୍ଧି କରିଛି। ଫଳସ୍ୱରୂପ, ପୃଥିବୀର ବାୟୁମଣ୍ଡଳ ମଧ୍ୟରେ ଅଧିକ ଉତ୍ତାପ ଫସି ରହିଯାଏ, ଯାହାଦ୍ୱାରା ବିଶ୍ୱ ତାପମାତ୍ରା ବଢ଼ିଥାଏ। ଉନ୍ନତ ଗ୍ରୀନହାଉସ୍ ପ୍ରଭାବ ସହିତ କ'ଣ ହୁଏ? ବର୍ଦ୍ଧିତ ଗ୍ରୀନହାଉସ୍ ପ୍ରଭାବ ଗ୍ଲୋବାଲ ୱାର୍ମିଂ ପାଇଁ ଦାୟୀ, ଯାହା ବିଭିନ୍ନ ଜଳବାୟୁ ପ୍ରଭାବକୁ ବଢ଼ାଇଥାଏ। ଏଥିମଧ୍ୟରେ ଅଧିକ ବାରମ୍ବାର ଏବଂ ପ୍ରବଳ ଉତ୍ତାପ ତରଙ୍ଗ, ବୃଷ୍ଟିପାତର ପରିବର୍ତ୍ତନ, ପୋଲାର ବରଫ କ୍ୟାପ୍ ଏବଂ ଗ୍ଲେସିୟର ତରଳିବା, ସମୁଦ୍ର ପତନ ବୃଦ୍ଧି ଏବଂ ଇକୋସିଷ୍ଟମ ଏବଂ କୃଷିରେ ବ୍ୟାଘାତ ଅନ୍ତର୍ଭୁକ୍ତ। ଗ୍ଲୋବାଲ ୱାର୍ମିଂ। ଗ୍ଲୋବାଲ ୱାର୍ମିଂ ହେଉଛି ପୃଥିବୀର ବାୟୁମଣ୍ଡଳ, ମହାସାଗର ଏବଂ ଭୂପୃଷ୍ଠର ଧୀରେ ଧୀରେ ଉଷ୍ମତା। ଗ୍ରୀନହାଉସ୍ ଗ୍ୟାସ୍ ବିଭିନ୍ନ ଉତ୍ସରୁ ବାୟୁମଣ୍ଡଳକୁ ପ୍ରବେଶ କରିବା ଦ୍ୱାରା ଏହା ହୋଇଥାଏ, ଯେଉଁଠାରେ ସେମାନେ ଏକ ବଡ଼ ସବୁଜ ଘର ପରି ସୂର୍ଯ୍ୟଙ୍କଠାରୁ ଉତ୍ତାପ ଏବଂ ଆଲୋକକୁ ଫାନ୍ଦରେ ପକାନ୍ତି। ଗ୍ଲୋବାଲ ୱାର୍ମିଂ କ'ଣ? ଗ୍ଲୋବାଲ ୱାର୍ମିଂର କାରଣ ବୁଝିବା। ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଜଳବାୟୁ ପରିବର୍ତ୍ତନ କ'ଣ ପ୍ରଭାବ ପକାଇଥାଏ? ପ୍ରାକୃତିକ ସମ୍ପଦ ଉପରେ ପ୍ରଭାବ। ସମୁଦ୍ର ସ୍ତର ବୃଦ୍ଧି, ପରିବର୍ତ୍ତିତ ପାଣିପାଗ, ପ୍ରାକୃତିକ ବିପର୍ଯ୍ୟୟରେ ବୃଦ୍ଧି। ପ୍ରାକୃତିକ ବିପର୍ଯ୍ୟୟରେ ବୃଦ୍ଧି, ଘୂର୍ଣ୍ଣିବଳୟ ଏବଂ ବାତ୍ୟା, ଜଙ୍ଗଲରେ ନିଆଁ, ବନ୍ୟା, ମରୁଡ଼ି ପରିସ୍ଥିତି। ଘୂର୍ଣ୍ଣିବଳୟ ଏବଂ ବାତ୍ୟା। ବଢ଼ୁଥିବା ସମୁଦ୍ରପୃଷ୍ଠର ତାପମାତ୍ରା ଟ୍ରପିକାଲ ବାତ୍ୟା ପାଇଁ ଅଧିକ ଶକ୍ତି ଯୋଗାଇଥାଏ, ଯାହାକି ଅଧିକ ତୀବ୍ର ଏବଂ ବାରମ୍ବାର ଘୂର୍ଣ୍ଣିବଳୟ ଏବଂ ବାତ୍ୟା ସୃଷ୍ଟି କରିଥାଏ। ଏହି ବାତ୍ୟାଗୁଡ଼ିକ ବନ୍ୟା, ଭିତ୍ତିଭୂମି ନଷ୍ଟ ଏବଂ ଜୀବନହାନି ସମେତ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷତି ଘଟାଇଥାଏ। ଜଙ୍ଗଲରେ ନିଆଁ। ଉଚ୍ଚ ତାପମାତ୍ରା ଏବଂ ଦୀର୍ଘସ୍ଥାୟୀ ମରୁଡ଼ି ଜଙ୍ଗଲରେ ନିଆଁ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରେ। ଏହି ଅଗ୍ନିକାଣ୍ଡ ଜଙ୍ଗଲକୁ ନଷ୍ଟ କରିପାରେ, ଘର ନଷ୍ଟ କରିପାରେ ଏବଂ ଦୀର୍ଘସ୍ଥାୟୀ ପରିବେଶ ଉପରେ ପ୍ରଭାବ ପକାଇପାରେ। ବନ୍ୟା ଏବଂ ମରୁଡ଼ି। ବୃଷ୍ଟିପାତର ଢାଞ୍ଚାରେ ପରିବର୍ତ୍ତନ ହେତୁ କେତେକ ଅଞ୍ଚଳରେ ବୃଷ୍ଟିପାତ ବୃଦ୍ଧି ପାଇଥାଏ ଏବଂ ଅଧିକ ବାରମ୍ବାର ଏବଂ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ। ଏହି ସମ୍ପ୍ରଦାୟଗୁଡ଼ିକ ବ୍ୟାଘାତ କରେ, ସମ୍ପତ୍ତି ନଷ୍ଟ କରେ ଏବଂ ଜନସଂଖ୍ୟା ସ୍ଥାନାନ୍ତର କରେ। ଅପରପକ୍ଷେ, ଜଳବାୟୁ ପରିବର୍ତ୍ତନ ମଧ୍ୟ କେତେକ ଅଞ୍ଚଳରେ ଦୀର୍ଘଦିନର ମରୁଡ଼ି ପରିସ୍ଥିତି ସୃଷ୍ଟି କରିଥାଏ। ଜଳ ଉପଲବ୍ଧତା ହ୍ରାସ କୃଷି ଉପରେ ପ୍ରଭାବ ପକାଇଥାଏ, ଖାଦ୍ୟ ଅଭାବ ସୃଷ୍ଟି କରିଥାଏ ଏବଂ ସମ୍ବଳ ଉପରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ପରିବର୍ତ୍ତିତ ପାଣିପାଗ। ତ୍ରୁଟିପୂର୍ଣ୍ଣ ପାଣିପାଗ ଘଟଣା। ଜଳବାୟୁ ପରିବର୍ତ୍ତନ ଐତିହାସିକ ପାଣିପାଗକୁ ବାଧା ଦେଇଥାଏ, ଯାହା ଅଧିକ ତ୍ରୁଟିପୂର୍ଣ୍ଣ ପାଣିପାଗ ଘଟଣା ଘଟାଇଥାଏ। ଏଥିରେ ଅପ୍ରତ୍ୟାଶିତ ଏବଂ ଅତ୍ୟଧିକ ପାଣିପାଗ ପରିସ୍ଥିତି ଅନ୍ତର୍ଭୁକ୍ତ ହୁଏ, ଯେପରିକି ସାଧାରଣ ତାପମାତ୍ରା ଅଞ୍ଚଳରେ
ଉତ୍ତାପ ତରଙ୍ଗ ଏବଂ ଅସାଧାରଣ ଥଣ୍ଡା ସ୍ନାପ୍। ପରିବର୍ତ୍ତିତ ପାଣିପାଗ। ବୃଷ୍ଟିପାତର ନମୁନା ପରିବର୍ତ୍ତନ। ଜଳବାୟୁରେ ପରିବର୍ତ୍ତନ ବର୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିପାରେ, ଯାହା ପୂର୍ବରୁ ଉର୍ବର ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି କରିପାରେ ଏବଂ ଅନ୍ୟମାନଙ୍କରେ ବୃଷ୍ଟିପାତ ବୃଦ୍ଧି କରିପାରେ। ଏହା କୃଷିଚକ୍ରକୁ ବାଧା ଦେଇଥାଏ ଏବଂ ଖାଦ୍ୟ ଅସୁରକ୍ଷିତ ହୋଇପାରେ। ପରିବର୍ତ୍ତିତ ପାଣିପାଗ। ପାଣିପାଗ ଘଟଣାଗୁଡ଼ିକର ତୀବ୍ରତା ବୃଦ୍ଧି। ଜଳବାୟୁ ପରିବର୍ତ୍ତନ ପାଣିପାଗ ଘଟଣାର ତୀବ୍ରତାରେ ସହାୟକ ହୋଇଥାଏ, ଯାହାଦ୍ୱାରା ବାତ୍ୟା, ଉତ୍ତାପ ତରଙ୍ଗ ଏବଂ ପ୍ରବଳ ବର୍ଷା ଅଧିକ ଭୟଙ୍କର ଏବଂ କ୍ଷତିକାରକ ହୋଇଥାଏ। ସମୁଦ୍ର ସ୍ତର ବୃଦ୍ଧି। ତରଳି ବା ବରଫ କ୍ୟାପ୍ସ ଏବଂ ଗ୍ଲେସିୟର। ଉଚ୍ଚ ବିଶ୍ୱ ତାପମାତ୍ରା ଦ୍ୱାରା ପୋଲାର ବରଫ କ୍ୟାପ୍ ଏବଂ ଗ୍ଲେସିୟର ତରଳିଯାଏ। ଏହା ସମୁଦ୍ର ପତନ ବୃଦ୍ଧିରେ ସହାୟକ ହୋଇ ସମୁଦ୍ରରେ ଅଧିକ ଜଳ ଯୋଗ କରିଥାଏ। ଉପକୂଳ କ୍ଷୟ। ସମୁଦ୍ରର ଜଳସ୍ତର ବୃଦ୍ଧି ଏବଂ ବାତ୍ୟା ଉପକୂଳର କ୍ଷୟକୁ ତ୍ୱରାନ୍ୱିତ କରେ, ଯାହାଦ୍ୱାରା ଜମି, ସମ୍ପତ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନଷ୍ଟ ହୋଇପାରେ। ସମୁଦ୍ର ସ୍ତର ବୃଦ୍ଧି। ଥର୍ମାଲ ବିସ୍ତାର। ପୃଥିବୀର ତାପମାତ୍ରା ବଢ଼ିବା ସହିତ ତାପମାତ୍ରା ପରିବର୍ତ୍ତନ ହେତୁ ସମୁଦ୍ର ଜଳ ବିସ୍ତାର ହୁଏ। କ୍ଷେତ୍ର ଏବଂ ପରିମାଣ। ଏହାଦ୍ୱାରା ସମୁଦ୍ର ପତ୍ତନ ବୃଦ୍ଧି ପାଇ ଉପକୂଳ ସମ୍ପ୍ରଦାୟ ଏବଂ ନିମ୍ନ ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରେ। ଜଳବାୟୁ ପରିବର୍ତ୍ତନ ହେତୁ ପ୍ରାକୃତିକ ସମ୍ପଦ କ'ଣ ପ୍ରଭାବିତ ହୁଏ? ବିଭିନ୍ନ ପ୍ରାକୃତିକ ସମ୍ପଦ, ଉତ୍ତାପ, ମାଟି, ବାୟୁ, ଜଳ, ଶକ୍ତି, ବର୍ଜ୍ୟବସ୍ତୁ ପରିଚାଳନା। ଜଳବାୟୁ ପରିବର୍ତ୍ତନ ସେମାନଙ୍କୁ କିପରି ପ୍ରଭାବିତ କରେ? ବାୟୁ ଗୁଣବତ୍ତା। ଜଳବାୟୁ ପରିବର୍ତ୍ତନ ଘର ଭିତରର ବାୟୁଗୁଣ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ତାପମାତ୍ରା ବଢ଼ିବା ସହିତ ଲୋକମାନେ ବାରମ୍ବାର ଏୟାର କଣ୍ଡିସନର ବ୍ୟବହାର କରିପାରନ୍ତି, ଯାହାଦ୍ୱାରା ଶକ୍ତି ବ୍ୟବହାର ବୃଦ୍ଧି ହୁଏ ଏବଂ ଘର ଭିତରର ବାୟୁ ପ୍ରଦୂଷଣ ମୁକ୍ତ ହୁଏ। ଅତିରିକ୍ତ ଭାବରେ ଅତ୍ୟଧିକ ପାଣିପାଗ ଘଟଣାଗୁଡ଼ିକରୁ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରବରାହ ଭେଣ୍ଟିଲେସନ ସିଷ୍ଟମକୁ ବାଧା ଦେଇପାରେ, ଯାହା ଘର ଭିତରର ବାୟୁ ଗୁଣକୁ ଅଧିକ ପ୍ରଭାବିତ କରିଥାଏ। ଜଳବାୟୁ ପରିବର୍ତ୍ତନ ବାୟୁ ପ୍ରଦୂଷଣ ସମସ୍ୟାକୁ ବିଶେଷ କରି ସହରାଞ୍ଚଳରେ ବଢ଼େଇପାରେ। ଉଚ୍ଚ ତାପମାତ୍ରା ଭୂମିସ୍ତରର ଓଜୋନ ସୃଷ୍ଟି କରିପାରେ, ଯାହା ମାନବ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ। ଜଳ। ଜଳବାୟୁ ପରିବର୍ତ୍ତନ ବିଶ୍ୱବ୍ୟାପୀ ଜଳ ଉପଲବ୍ଧତା ଉପରେ ଗଭୀର ପ୍ରଭାବ ପକାଇଥାଏ। ଉଭୟ ଜଳ ଉତ୍ସର ପରିମାଣ ଏବଂ ଗୁଣ ଉପରେ ପ୍ରଭାବ ପକାଇଥାଏ। ଜଳ ଉପଲବ୍ଧତା। ବୃଷ୍ଟିପାତର ଢାଞ୍ଚାଗୁଡ଼ିକର ପରିବର୍ତ୍ତନ ମଧୁର ଜଳର ଉପଲବ୍ଧତା ଉପରେ ପ୍ରଭାବ ପକାଇପାରେ। କେତେକ ଅଞ୍ଚଳରେ ଜଳ ଅଭାବ ଦେଖାଦେଇପାରେ, ଆଉ କେତେକ ବନ୍ୟା ହେବାର ଆଶଙ୍କା ସମ୍ମୁଖୀନ ହୋଇପାରନ୍ତି। ଜଳ ଉପଲବ୍ଧତାର ପରିବର୍ତ୍ତନ ଆର୍ଦ୍ରଭୂମି, ହ୍ରଦ ଏବଂ ନଦୀ ସମେତ ଇକୋସିଷ୍ଟମକୁ ପ୍ରଭାବିତ କରେ। ପରିବର୍ତ୍ତିତ ଜଳସ୍ତର ଏବଂ ଗୁଣବତ୍ତା ଜଳୀୟ ଜୀବବିବିଧତାକୁ କ୍ଷତି ପହଞ୍ଚାଇପାରେ ଏବଂ ପ୍ରାକୃତିକ ବାସସ୍ଥାନକୁ ବ୍ୟାହତ କରିପାରେ। ଜଳ ତାପମାତ୍ରାର ପରିବର୍ତ୍ତନ ଶିଳ୍ପ ପ୍ରକ୍ରିୟା ଏବଂ ଥଣ୍ଡା ପାଇଁ ଜଳର ଉପଯୁକ୍ତତା ଉପରେ ମଧ୍ୟ ପ୍ରଭାବ ପକାଇପାରେ। ମୃତ୍ତିକା ସ୍ୱାସ୍ଥ୍ୟ। ଜଳବାୟୁ ପରିବର୍ତ୍ତନ ତାପମାତ୍ରା ଏବଂ ଆର୍ଦ୍ରତା ସ୍ତର ପରିବର୍ତ୍ତନ କରି ମୃତ୍ତିକାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ଏହା ଫସଲର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇଥାଏ ଏବଂ କୃଷି ଉତ୍ପାଦନ
ହ୍ରାସ କରିପାରେ। ଜଳବାୟୁ ପରିବର୍ତ୍ତନ ସହିତ ଜଡ଼ିତ ଅଧିକ, ବାରମ୍ବାର ଏବଂ ଭୟଙ୍କର ବାତ୍ୟା ମାଟିର କ୍ଷୟକୁ ବଢ଼ାଇପାରେ। ବର୍ଦ୍ଧିତ ବୃଷ୍ଟିପାତ ଉପରିଭାଗକୁ ଧୋଇ ଦେଇପାରେ, ଯେଉଁଥିରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିଥାଏ ଏବଂ ମୃତ୍ତିକାର ଗଠନକୁ ଖରାପ କରିପାରେ। ଜଳବାୟୁ ପରିବର୍ତ୍ତନ କୀଟନାଶକ ଏବଂ ରୋଗ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିପାରେ, ଯାହା ଫସଲ ଏବଂ ମୃତ୍ତିକାର ଇକୋସିଷ୍ଟମକୁ ପ୍ରଭାବିତ କରିଥାଏ। ତାପମାତ୍ରା ନମୁନା ଜଳବାୟୁ ପରିବର୍ତ୍ତନର ବିଶ୍ୱର ତାପମାତ୍ରା ଢାଞ୍ଚା ଉପରେ ଗଭୀର ପ୍ରଭାବ ପକାଇଥାଏ, ଯାହା ତାପମାତ୍ରା ବଣ୍ଟନରେ ପରିବର୍ତ୍ତନ, ଅତ୍ୟଧିକ ଉତ୍ତାପ ଘଟଣା ଏବଂ ଋତୁ ପରିବର୍ତ୍ତନକୁ ନେଇଥାଏ। ତାପମାତ୍ରା ଢାଞ୍ଚାରେ ପରିବର୍ତ୍ତନ ଇକୋସିଷ୍ଟମ ଏବଂ ବନ୍ୟଜନ୍ତୁଙ୍କ ବାସସ୍ଥାନକୁ ବାଧା ଦେଇପାରେ। ପ୍ରଜାତିଗୁଡ଼ିକ ଦ୍ରୁତ ପରିବର୍ତ୍ତନଶୀଳ ଅବସ୍ଥା ସହିତ ଖାପ ଖୁଆଇବା ପାଇଁ ସଂଘର୍ଷ କରିପାରନ୍ତି। ତାପମାତ୍ରା ନମୁନା ଜଳବାୟୁ ପରିବର୍ତ୍ତନ ସାମାନ୍ୟ ଶୀତ ଏବଂ ଅନେକ ଅଞ୍ଚଳରେ ଥଣ୍ଡା ଚରମ ହ୍ରାସ ସହିତ ଜଡ଼ିତ। ଉଷ୍ମ ଶୀତ ଇକୋସିଷ୍ଟମକୁ ବ୍ୟାହତ କରିପାରେ, ବୃଷ୍ଟିପାତର ଢାଞ୍ଚା ବଦଳାଇପାରେ, ଯଥା ତୁଷାର ଅପେକ୍ଷା ଅଧିକ ବର୍ଷା। ଜଳବାୟୁ ପରିବର୍ତ୍ତନ କୃଷି ଏବଂ ଇକୋସିଷ୍ଟମ ଉପରେ ପ୍ରଭାବ ପକାଉଥିବା ତାପମାତ୍ରା ଅଞ୍ଚଳରେ ପରିବର୍ତ୍ତନ ଆଣିପାରେ ଏବଂ ଉଦ୍ଭିଦ ଏବଂ ପ୍ରାଣୀ ପ୍ରଜାତିର ବଣ୍ଟନକୁ ପ୍ରଭାବିତ କରିଥାଏ। ଚାଲ ମନେ ପକେଇବା, ଆଜି ଆମେ କ'ଣ ଶିଖିଲୁ? ଜଳବାୟୁ ପରିବର୍ତ୍ତନର କାରଣ, ଜୀବାଶ୍ମ ଇନ୍ଧନ ଜାଳିବା, ଜଙ୍ଗଲ ନଷ୍ଟ କରିବା, ଶିଳ୍ପ ପ୍ରକ୍ରିୟା। ପ୍ରାକୃତିକ ବିପର୍ଯ୍ୟୟ, କାର୍ଯ୍ୟକଳାପ ପରେ ଆଗ୍ନେୟଗିରି ଉଦ୍ଗୀରଣ ଇତ୍ୟାଦି, ଉଦ୍ଭିଦ ଏବଂ ଗଛ ମାଧ୍ୟମରେ GHG ନିର୍ଗମନ। ପରିବହନ, କୃଷି ଏବଂ ପଶୁପାଳନ, ଜମି ବ୍ୟବହାର ପରିବର୍ତ୍ତନ। ମାନବ କାର୍ଯ୍ୟକଳାପ, ପ୍ରାକୃତିକ କାରକ, ଅନ୍ୟାନ୍ୟ କାର୍ଯ୍ୟକଳାପ। ଜଳବାୟୁ ପରିବର୍ତ୍ତନର ପ୍ରଭାବ, ତାପମାତ୍ରାରେ ବୃଦ୍ଧି, ସମୁଦ୍ର ପତନ ବୃଦ୍ଧି, ବରଫ କ୍ୟାପ୍ ତରଳିବା ଇତ୍ୟାଦି। ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ଏବଂ ବାସସ୍ଥାନ, ବନ୍ୟଜନ୍ତୁ ଏବଂ ସମ୍ପ୍ରଦାୟର କ୍ଷତି। ଗ୍ଲୋବାଲ ୱାର୍ମିଂ, ପରିବର୍ତ୍ତିତ ପାଣିପାଗ, ପ୍ରାକୃତିକ ସମ୍ପଦ ଉପରେ ପ୍ରଭାବ।